ଶୁଭ ସକାଳ ପିଲାମାନେ। ସମସ୍ତେ ଭଲ ଅଛ? ସମସ୍ତେ ଖାଇକି ଆସିଛ? ଏବେ ଆମେ ପଢିବା ତ? ହଉ, ଏବେ ଆମେ ଚତୁର୍ଥ ଶ୍ରେଣୀ ପ୍ରସଙ୍ଗ ଶପଥ ପଠନ ନିମନ୍ତେ ପଢିବା ତ? ହଉ, ସମସ୍ତେ ବହି ବାହାର କର। ଆମେ ଶପଥ ବିଷୟରେ ପଢିବା ପୂର୍ବରୁ ଗୋଟେ ସକ୍ରିୟାତ୍ମକ କାର୍ଯ୍ୟ କରିବା, ହେଲା? ମୁଁ ତମକୁ କିଛି ପ୍ରଶ୍ନ ପଚାରିବି, ତମେ ତାର ଉତ୍ତର କହିବ। ହେଲା ପିଲାମାନେ, ସମସ୍ତେ ମନ ଦେଇକିନା ଶୁଣ। ଶରୀର ନାହିଁ କି ନାହିଁ ଓଜନ, ବାନ୍ଧି ରଖିଥାଏ ମଣିଷ ମାନ। ଶରୀର ନାହିଁ କି ନାହିଁ ଓଜନ, ବାନ୍ଧି ରଖିଥାଏ ମଣିଷ ମାନ। ମତେ ରକ୍ଷା କଲେ ମିଳେ ସମ୍ମାନ, ଭୁଲିଲେ ବିଶ୍ୱାସ ତୁଟଇ ଜାଣ। ମତେ ରକ୍ଷା କଲେ ମିଳେ ସମ୍ମାନ, ଭୁଲିଲେ ବିଶ୍ୱାସ ତୁଟେଇ ଜାଣ। କୁହ, ଏବେ ମୋର ନାମ କଣ? କହିଲ ପିଲାମାନେ, କୁହ। ସୁନ୍ଦର ଆନ୍ସର ସଞ୍ଜୀବର। ହଁ, ଶପଥ। ବହୁତ ସୁନ୍ଦର। ଆମେ ଶପଥ ବିଷୟଟିକୁ ପଢିବା ପୂର୍ବରୁ କିଛି ପ୍ରଶ୍ନ ଆଧାରିତ, ଚିତ୍ର ଆଧାରିତ ପ୍ରଶ୍ନର ଉତ୍ତର କରିବା, ହେଲା? ଏଇଠି ତମକୁ କିଛି ଚିତ୍ର ମୁଁ ଦେଖେଇବି, ତାର ପ୍ରଶ୍ନ ଗୁଡିକର ଉତ୍ତର ତମେ ମାନେ କହିବ। ପ୍ରଶ୍ନଟି ହଉଛି, ଛୋଟ ପୁଅଟି କଣ କରୁଛି? କହିଲ ଦେଖି ହରି, କଣ କରୁଛି? ସୁନ୍ଦର ଉତ୍ତର, ବାପାଙ୍କ ଯତ୍ନ ନଉଛି। ନାଇଁ? ହଁ। ଦ୍ୱିତୀୟ ପ୍ରଶ୍ନଟି ହଉଛି, ଛୋଟ ଝିଅଟି କଣ କରୁଛି? ଦେଖି କହିଲ ଗୋପାଳ। ସୁନ୍ଦର ଉତ୍ତର, ମାଙ୍କୁ ଖାଇବା ଆଣିକି ଦଉଛି। ତୃତୀୟ ପ୍ରଶ୍ନଟି ହଉଛି, ପିଲା ଦୁହିଁଙ୍କର ଏହା କି ପ୍ରକାର ଗୁଣ? କହିଲ ପିଲାମାନେ। ହଁ, ସେବା ଗୁଣ। ଏଇଟା ହଉଛି ଦ୍ୱିତୀୟ ଚିତ୍ର। ଦ୍ୱିତୀୟ ଚିତ୍ରରେ କଣ ସବୁ ଅଛି, ତା ଆଧାରରେ ଆମେ କିଛି ପ୍ରଶ୍ନର ଉତ୍ତର କରିବା, ହେଲା? ପ୍ରଶ୍ନଟି ହଉଛି, ଉପରିସ୍ଥ ଚିତ୍ରରେ ଠିଆ ହୋଇଥିବା ବ୍ୟକ୍ତି ଦୁଇ ଜଣ ପେଶାରେ କଣ ଅଟନ୍ତି? କହିଲ ଦେଖି କଣ ଅଟନ୍ତି? ସୁନ୍ଦର ଉତ୍ତର, ସୈନିକ ଅଟନ୍ତି। ସେମାନେ କଣ କରନ୍ତି? କଣ କରନ୍ତି? ହଁ, ଦେଶର ସୀମାରେ ରହି ଦେଶକୁ ଶତ୍ରୁ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାନ୍ତି। ଏଇଟା ହଉଛି ତୃତୀୟ ଚିତ୍ର। ଏଇ ଚିତ୍ର ଆଧାରିତ ଆମେ କିଛି ପ୍ରଶ୍ନର ଉତ୍ତର କରିବା, ହେଲା? ପ୍ରଶ୍ନଟି ହଉଛି, ଭାଇ ଭଉଣୀ ଦୁହେଁ କଣ କରୁଛନ୍ତି? କଣ କରୁଛନ୍ତି? ହଁ, ପ୍ରଦୀପ। ହଁ, ସୁନ୍ଦର ଆନ୍ସର, ଦୁଃଖୀ ଲୋକଙ୍କ ସେବା କରୁଛନ୍ତି। ଏଇଠି ମୁଁ ଶପଥ ବିଷୟଟିକୁ ପଢିବି, ତମେ ମାନେ ସମସ୍ତେ ଶୁଣିବ, ହେଲା? ଏବେ ଆମେ ପଢିବା ତ ପିଲାମାନେ। ଏବେ ମୁଁ ଶପଥ ବିଷୟଟିକୁ ଭଲ ଭାବରେ ପଢିବି, ଆଉ ତମେ ମାନେ ସମସ୍ତେ ଶୁଣିବ, ହେଲା? ଘରଟି ମୋହର ସୁନ୍ଦର ମନ୍ଦିର, ଦେବତା ମୋ ପିତା ମାତା। ତାଙ୍କରି ସେବାରେ ସବୁ ପୁଣ୍ୟ ମିଳେ, ଭୁଲିବିନି ଏଇ କଥା, ଭୁଲିବିନି ଏଇ କଥା। ଛୋଟ ଶିଶୁ ମୁହିଁ ଶପଥ କରଇ, ରଖିବି ମୋ ଦେଶ ମୁକ୍ତ। ଦରକାର ହେଲେ ଢାଳି ଦେଇପାରେ, ବୁକୁରେ ଉଷୁମ ରକ୍ତ, ବୁକୁରେ ଉଷୁମ ରକ୍ତ। ଆଜି ଅଛି କଳି, ବଢିଯିବି କାଲି, ପଢିବି ବହୁତ ପାଠ। କରି ଭଲ କାମ, ଅର ଯିବି ନାମ, ଯିବିନି ଖରାପ ବାଟ, ଯିବିନି ଖରାପ ବାଟ। ମରିଲେ ମରିବି ସତ ମୁଁ କହିବି, ଅନ୍ୟାୟ କରିବି ନାହିଁ। ପର ଦୁଃଖ ଦେଖି ବୁଝିବିନି ଆଖି, ପୋଛିବି ତା ଲୁହ ଯାଇ, ପୋଛିବି ତା ଲୁହ ଯାଇ। ମନ୍ଦ କଥା ପୁଣି ଜମା କହିବିନି, ମନ୍ଦ କଥା ଶୁଣିବିନି। ମନ୍ଦ କଥା ଯାହା କହିବାକୁ ତାହା କେବେ ତୁଣ୍ଡେ ଖୋଲିବିନି, କେବେ ତୁଣ୍ଡେ ଖୋଲିବିନି। ସମସ୍ତେ ଶୁଣୁଛ ତ ପିଲାମାନେ? ହଁ, ଧନ୍ୟବାଦ। ଏବେ ମୁଁ ଆଉ ଥରେ ବିଷୟଟିକୁ ପଢିବି, ପଢିକିନା ସୁନ୍ଦର ଭାବରେ ତମ ମାନଙ୍କୁ ବୁଝେଇଦେବି। ତମେ ମାନେ ସମସ୍ତେ ମନ ଦେଇ ଶୁଣିବ, ହେଲା? ଘରଟି ମୋହର ସୁନ୍ଦର ମନ୍ଦିର, ଦେବତା ମୋ ପିତା ମାତା। ત્યારે କବି କହୁଛନ୍ତି ତାଙ୍କର ଘରଟି ହଉଛି ସୁନ୍ଦର ମନ୍ଦିର, ମନ୍ଦିର ସହିତ ସେ ତୁଳନା କରିଛନ୍ତି। ଆଉ ତାଙ୍କର ପିତାମାତା ହଉଛନ୍ତି ଦେବତାଙ୍କ ସହିତ ସମାନ। ତାଙ୍କରି ସେବାରେ ସବୁ ପୁଣ୍ୟ ମିଳେ, ଭୁଲିବିନି ଏଇ କଥା, ଭୁଲିବିନି ଏଇ କଥା। ત્યારે ପୁଣି କବି କହୁଛନ୍ତି ପିତାମାତାଙ୍କର ସେବା କଲେ ସବୁଠୁ ବହୁତ ଭଲ ପୁଣ୍ୟ ମିଳିଥାଏ, ହେଲା? ବୁଝିପାରୁଛ?
ଛୋଟ ଶିଶୁ ମୁହିଁ ଶପଥ କରଇ ରଖିବି ମୋ ଦେଶ ମୁକ୍ତ ଦରକାର ହେଲେ ଢାଳି ଦେଇପାରେ ବୁକୁର ଉଷୁମ ରକ୍ତ। ଏଇଟାରେ ପୁଣି କହୁଛନ୍ତି ଛୋଟ ଛୁଆ ହେଲେ ବି ମଧ୍ୟ ଶପଥ କରୁଛନ୍ତି କି ଆମ ଦେଶରେ ମୁକ୍ତ କରିବା ପାଇଁ ଆମେ ପୁରା ଆମ ଦେହର ପୁରା ରକ୍ତକୁ ଆମେ ଉଷୁମ ରକ୍ତକୁ ଢାଳି ଦେବୁ ଆମର ଦେଶ ମୁକ୍ତ କରିବା ପାଇଁ। ଆଜି ଅଛି କଳି ବଢିଯିବି କାଲି ପଢିବି ବହୁତ ପାଠ କରି ଭଲ କାମ ଅର ଯିବି ନାମ ଯିବିନି ଖରାପ ବାଟ। ଏଇଟାରେ ପୁଣି କହୁଛନ୍ତି ବହୁତ ଭଲ ପାଠ ପଢିଲେ ବହୁତ ଭଲ କାମ କରିଲେ ମୁଁ ମୋ ନାଁକୁ ଅରାଯିବି ଆଉ କେବେ ଖରାପ ବାଟରେ ଯିବି ନାହିଁ। ମରିଲେ ମରିବି ସତ ମୁଁ କହିବି ଅନ୍ୟାୟ କରିବି ନାହିଁ ପର ଦୁଃଖ ଦେଖି ବୁଝିବିନି ଆଖି ପୋଛିବି ତା ଲୁହ ଯାଇ ପୁଣି କହୁଛନ୍ତି ମୁଁ ମରିଲେ ପଛିକା ମରିଯିବି କିନ୍ତୁ ମୋ ଜୀବନରେ କେବେ ସତ ମିଛ କଥା କହିବି ନାହିଁ କେବେ ଅନ୍ୟାୟ କରିବି ନାହିଁ କେବେ ପର ଦୁଃଖକୁ ଦେଖି ଆଖି ବୁଝିବିନି କେବେ ବି ଅନ୍ୟର ଲୁହକୁ ଦେଖିକିନା ରହିଯିବି ନାହିଁ। ହେଲା ସମସ୍ତେ ବୁଝିପାରୁଛ ତ? ମନ୍ଦ କଥା ପୁଣି ଜମା କହିବିନି ମନ୍ଦ କଥା ଶୁଣିବିନି ମନ୍ଦ କଥା ଯାହା କହିବାକୁ ତାହା କେବେ ତୁଣ୍ଡେ ଖୋଲିବିନି। ଏଇଟାରେ ପୁଣି କହୁଛନ୍ତି କବି କେବେ ବି ହେଲେ ଖରାପ କଥା କହିବାନି କେବେ ବି ଖରାପ କଥା ଶୁଣିବାନି ଆଉ ମନ୍ଦ କଥା କେବେ କାହା ଆମର ପାଟିରେ ବି ଧରିବାନି। ହେଲା ଆମେ ଯାହା ପଢିଲେ ବିଷୟଟିକୁ ଯାହା ପଢିକିନା ବୁଝିଲେ ତାର ଆଧାରରେ ଆମେ କିଛି ପ୍ରଶ୍ନର ଉତ୍ତର କରିବା। ସମସ୍ତେ ବିଷୟଟିକୁ ଭଲ ଭାବରେ ବୁଝିଗଲେ? ରୀତା? ସୁନ୍ଦର ଆମେ ସମସ୍ତେ ବୁଝି ସାରିଛେ ତ ବିଷୟ ଭିତ୍ତିକ ଆମେ କିଛି ପ୍ରଶ୍ନର ଉତ୍ତର କରିବା। ହେଲା ଏଇଠି ଅଛି ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ପ୍ରଥମ ପ୍ରଶ୍ନଟି ହଉଛି କବି କାହାକୁ ଦେବତା ବୋଲି କହିଛନ୍ତି? କାହାକୁ କହିଛନ୍ତି କହିଲ ହରି? ସୁନ୍ଦର ଉତ୍ତର କବି ନିଜର ପିତାମାତାଙ୍କୁ ଦେବତା ବୋଲି କହିଛନ୍ତି। ଦ୍ୱିତୀୟ ପ୍ରଶ୍ନଟି ହଉଛି କାହାର ସେବା କଲେ ସବୁ ପୁଣ୍ୟ ଫଳ ମିଳେ ବୋଲି କବିତାରେ କୁହାଯାଇଛି? କହିଲ ରୀତା? ସୁନ୍ଦର ଆନ୍ସର ପିତାମାତାଙ୍କ ସେବା କଲେ ସବୁ ପୁଣ୍ୟ ଫଳ ମିଳେ ବୋଲି କବିତାରେ କୁହାଯାଇଛି। ତୃତୀୟ ପ୍ରଶ୍ନଟି ହଉଛି କେଉଁ କାମ ପାଇଁ କବି ନିଜ ବୁକୁର ରକ୍ତ ଢାଳି ଦେବାକୁ ପ୍ରସ୍ତୁତ ଅଛନ୍ତି? କହିଲ ପ୍ରଦୀପ? ସୁନ୍ଦର ଆନ୍ସର ନିଜ ଦେଶକୁ ମୁକ୍ତ ରଖିବା ପାଇଁ କବି ବୁକୁର ରକ୍ତ ଢାଳି ଦେବାକୁ ପ୍ରସ୍ତୁତ ଅଛନ୍ତି। ଘରେ ହଉଛି କବି କେଉଁ ବାଟରେ ନ ଯିବା ପାଇଁ ଶପଥ କରିଛନ୍ତି? କହିଲ ସଞ୍ଜୀବ? ସୁନ୍ଦର ଉତ୍ତର କବି କେବେ ବି ଖରାପ ବାଟରେ ନ ଯିବା ପାଇଁ ଶପଥ କରିଛନ୍ତି। ମୁହଁରେ ହଉଛି ଶପଥ କବିତାର କବିଙ୍କର ନାମ କଣ? କହିଲ ଜିଜ୍ଞାସା? ସୁନ୍ଦର ଶପଥ କବିତାର କବି ହଉଛନ୍ତି ଶାରଦା ପ୍ରସାଦ ମିଶ୍ର। ବହୁତ ସୁନ୍ଦର ଆଶା ସମସ୍ତେ ତ ବହୁତ ଉତ୍ତର ଦେଇ ଦଉଛ ବୋଧେ ବିଷୟଟିକୁ ସମସ୍ତେ ଭଲ ଭାବରେ ବୁଝି ଯାଇଛ ନାଇଁ? ଏବେ ଆମେ ଆଉ କିଛି ପ୍ରଶ୍ନର ଉତ୍ତର କରିବା। ହେଲା ତମେ ସମସ୍ତେ ମନ ଦେଇକିନା ଶୁଣ ଆଉ ପ୍ରଶ୍ନ ଗୁଡିକୁ ଭଲ ଭାବରେ ବୁଝିକିନା ତାର ଉତ୍ତର ଗୁଡିକୁ ଦବ। ହେଲା ଏଇଠି ଅଛି ଶୂନ୍ୟ ସ୍ଥାନ ପୂରଣ କର। ହେଲା ପ୍ରଥମ ପ୍ରଶ୍ନ ଅଛି ଘରଟି ମୋହର ସୁନ୍ଦର ଡ୍ୟାସ। କହିଲ ଦୀପାଳି? ସୁନ୍ଦର ଘରଟି ମୋହର ସୁନ୍ଦର ମନ୍ଦିର। ସୁନ୍ଦର ଆନ୍ସର ରଖିବି ମୋ ଡ୍ୟାସ ମୁକ୍ତ। ଉତ୍ତର କହିଲ? ଦେଶ ମୁକ୍ତ। ବହୁତ ବଢିଆ। ଘରେ ଅଛି ପଢିବି ବହୁତ ପାଠ କରି ଡ୍ୟାସ କାମ। କହିଲ ଲିଜା? ପଢିବି ବହୁତ ପାଠ କରି ଭଲ କାମ। ବହୁତ ସୁନ୍ଦର। ଘରେ ଅଛି ପର ଦୁଃଖ ଦେଖି ଡ୍ୟାସ ଆଖି। କହିଲ ପ୍ରୀତି? ପର ଦୁଃଖ ଦେଖି ବୁଝିବିନି ଆଖି। ହେଲା ବହୁତ ସୁନ୍ଦର ସବୁ ପିଲାମାନେ ତ ବହୁତ ସୁନ୍ଦର ସୁନ୍ଦର ଉତ୍ତର ଦଉଛନ୍ତି। ଏବେ ଆମେ ଆଉ କିଛି ପ୍ରଶ୍ନର ଉତ୍ତର କରିବା। ହେଲା ଏଇଠି ଅଛି ଶବ୍ଦାର୍ଥ ଓ ବ୍ୟାକରଣ। ନିମ୍ନଲିଖିତ ଶବ୍ଦ ଗୁଡିକର ଅର୍ଥ ଲେଖ। ଏଇଠି କିଛିଟା ଶବ୍ଦ ତମ ମାନଙ୍କୁ ଦିଆଯାଇଥିବ। ହେଲା ତାର ଅର୍ଥ ଗୁଡିକୁ କହିବ। ହେଲା ପ୍ରଥମ ଶବ୍ଦଟି ହଉଛି ଅରଜିବି। କହିଲ ସଞ୍ଜୀବ ଅରଜିବିର ଅର୍ଥ କଣ? ଅର୍ଜନ କରିବି ବା ରଖିବି। ବହୁତ ସୁନ୍ଦର। ଦ୍ୱିତୀୟଟି ହଉଛି ଶପଥ। ଶପଥର କହିଲ ମାମା?
ହଁ, ପ୍ରତିଜ୍ଞା ବହୁତ ସୁନ୍ଦର। ପୁଣ୍ୟର କଣ? ହଁ, ବହୁତ ସୁନ୍ଦର। ପୁଣ୍ୟର ହଉଛି ଶୁଭକର୍ମ ବା ସୁକୃତ। ମୁକ୍ତ, ମୁକ୍ତର କଣ ଦେଇକି କହିଲ? ମୁକ୍ତର ହଉଛି ସ୍ଵାଧୀନ। ହଁ, ବହୁତ ସୁନ୍ଦର। ସମସ୍ତେ ତ ବହୁତ ସୁନ୍ଦର ସୁନ୍ଦର ଉତ୍ତର ଦଉଛନ୍ତି। ଏଇଠି ଖରେ ହଉଛି ବିପରୀତ ଶବ୍ଦ ଲେଖ। ଆମେ କିଛି ଶବ୍ଦର ବିପରୀତ ଶବ୍ଦ ଲେଖିବା ହେଲା। ପ୍ରଥମଟି ହଉଛି ଭଲ। ଭଲର କଣ ଦେଖି କହିଲ ଜିଜ୍ଞାସା? ହଁ, ଭଲର ହଉଛି ମନ୍ଦ ବା ଖରାପ। ବହୁତ ସୁନ୍ଦର। ଏଇଠି ଦେଖି କହିଲ ପୁଣ୍ୟ। ପୁଣ୍ୟର କହିଲ ଗେଡି। ହଁ, ବହୁତ ସୁନ୍ଦର ଟିକେ। ପୁଣ୍ୟର ହଉଛି ପାପ। ଏଇଠି ମୁକ୍ତର ଦେଖି କହିଲ ଅବିନାଶ। ହଁ, ମୁକ୍ତର ହଉଛି ବନ୍ଦୀ ବା ପରାଧୀନ। ବହୁତ ସୁନ୍ଦର। ସତର ବିପରୀତ ଶବ୍ଦ କହିଲ ମୁକ୍ତି। ସତର ହଉଛି ମିଛ। ବହୁତ ସୁନ୍ଦର। ଏଇଠି ଗରେ ଅଛି ମନ୍ଦ ଶବ୍ଦକୁ ବ୍ୟବହାର କରି ଗୋଟିଏ ବାକ୍ୟ ଗଠନ କଲ ଦେଖି ମୋନାଲିସା। ଆମେ କାହା ବିଷୟରେ କେବେ ମନ୍ଦ କଥା କହିବା ଉଚିତ ନାହିଁ। ବହୁତ ସୁନ୍ଦର। ବହୁତ ସୁନ୍ଦର ଉତ୍ତର ଦଉଛନ୍ତି ପିଲାମାନେ। ବହୁତ ବଢିଆ। ଏଇଠି ଆମେ ଶପଥ ବିଷୟଟିକୁ କଣ ଆଜି ସବୁ ପଢିଲେ ତା ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା ହେଲା। ଆଜି ଆମେ ଶପଥ ବିଷୟରେ କଣ ସବୁ ପଢିଲେ ତାକୁ ଟିକେ ସଂକ୍ଷିପ୍ତ ଭାବରେ ଆଲୋଚନା କରିବା ହେଲା ପିଲାମାନେ। ଏଠାରେ କବି କହିଛନ୍ତି ନିଜର ପିତାମାତାଙ୍କୁ ଦେବତା ସହ ତୁଳନା କରିବା ଆଉ ପିତାମାତାଙ୍କ ସେବା କଲେ ସବୁ ପୁଣ୍ୟ ଫଳ ମିଳେ ବୋଲି ଏଠାରେ କବିତାରେ କବି କହିଛନ୍ତି। ଏଠାରେ ପୁଣି କବି କହିଛନ୍ତି ନିଜର ଦେଶକୁ ମୁକ୍ତ ରଖିବା ପାଇଁ ବୁକୁର ରକ୍ତ ଢାଳି ଦେବାକୁ ହବ। ଜୀବନରେ କେବେ ବି ଖରାପ ବାଟରେ ନ ଯିବା ପାଇଁ କବି କହିଛନ୍ତି। ଆଜି ଆମେ এই ବିଷୟରୁ ଏତିକି ଜାଣିଲେ। ସମସ୍ତେ ମନେ ରଖିଲେ ତ ପିଲାମାନେ? ହଁ, ଧନ୍ୟବାଦ। ଆମେ ତ ସମସ୍ତେ ଶପଥ ବିଷୟଟିକୁ ବହୁତ ସୁନ୍ଦର ଭାବରେ ବୁଝିଗଲେ ନାଇଁ ପିଲାମାନେ। ଏବେ ଆମେ କଣ କରିବା? ଗୃହ କାର୍ଯ୍ୟ କରିବା, ଯୋଉଟା କି ତମେ ମାନେ ସମସ୍ତେ ଏଇଟା ଖାତାରେ ଲେଖିକିନା ନବ ଆଉ କାଲି ସମସ୍ତେ କରିକି ଆଣିକି ମତେ ଦେଖେଇବ ହେଲା। ସମସ୍ତେ ଖାତା ବାହାର କର। କରିଲ? ହେଲା, ଲେଖ। ମୁଁ ଡାକୁଛି ସମସ୍ତେ ଲେଖ ଖାତାରେ। ବଡ ହେଲେ ତୁମେ କଣ ହବ? ସେହି ପେଶାରେ ରହି କଣ ସମାଜ ସେବା କରିପାରିବ? ଲେଖ। ତା ଉପରେ 500 ୱାର୍ଡ ଭିତରେ ଲେଖିକି କାଲି ଆଣିବ ହେଲା। ସମସ୍ତେ ମତେ ଆଣିକିନା ଦେଖେଇବ ହେଲା। ବହୁତ ବହୁତ ଧନ୍ୟବାଦ ସମସ୍ତେ ସୁନ୍ଦର ଭାବରେ ଉତ୍ତର ଦେଇଥିବାରୁ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।